ବାଲେଶ୍ୱର ଜିଲ୍ଲାର ବର୍ଦ୍ଧନପୁରଠାରେ ଅବସ୍ଥିତ ବାବା ମଣିନାଗେଶ୍ୱର ମହାଦେବଙ୍କ ମନ୍ଦିର ଏକ ଅତ୍ୟନ୍ତ ପ୍ରାଚୀନ ଏବଂ ଜାଗ୍ରତ ଶୈବପୀଠ। ଏହି ମନ୍ଦିର ବିଷୟରେ କିଛି ମୁଖ୍ୟ ବିବରଣୀ ତଳେ ଦିଆଗଲା। ଐତିହାସିକ ଓ ଧାର୍ମିକ ଗୁରୁତ୍ୱ ପ୍ରାଚୀନତା। ଏହି ମନ୍ଦିରଟି ଖ୍ରୀଷ୍ଟୀୟ ଧଦମ୍ବିନା 11 ଶତାବ୍ଦୀର ବୋଲି ଅନୁମାନ କରାଯାଏ। ଏହା କଳିଙ୍ଗ ସ୍ଥାପତ୍ୟ କଳାର ଏକ ଅନନ୍ୟ ନିଦର୍ଶନ। ଅପୂର୍ବ ଶିବଲିଙ୍ଗ। ମନ୍ଦିରର ଗର୍ଭଗୃହରେ ଅଧିଷ୍ଠିତ ଶିବଲିଙ୍ଗଟି ମଣିନାଗେଶ୍ୱର ଭାବେ ପରିଚିତ। କୁହାଯାଏ ଯେ ଏହି ଲିଙ୍ଗଟି ବହୁତ ପୁରୁଣା ଏବଂ ଏହାର ଚାରିପାଖରେ ଥିବା କାରୁକାର୍ଯ୍ୟ ଅତ୍ୟନ୍ତ ମନୋହର। କିମ୍ବଦନ୍ତୀ। ସ୍ଥାନୀୟ ଲୋକଙ୍କ ବିଶ୍ୱାସ ଅନୁଯାୟୀ ଏହି ପୀଠରେ ନାଗଦେବତାଙ୍କ ବାସ ରହିଛି, ସେଥିପାଇଁ ଏହାଙ୍କ ନାମ ମଣିନାଗେଶ୍ୱର ହୋଇଛି। ମନ୍ଦିରର ସ୍ଥାପତ୍ୟ ନିର୍ମାଣ ଶୈଳୀ। ମନ୍ଦିରଟି ମୁଖ୍ୟତଃ ପଥରରେ ନିର୍ମିତ ଏବଂ ଏହାର ଗାତ୍ରରେ ବିଭିନ୍ନ ଦେବଦେବୀଙ୍କ ସୁନ୍ଦର ମୂର୍ତ୍ତି ଖୋଦିତ ହୋଇଛି। ଶାନ୍ତ ପରିବେଶ। ବାଲେଶ୍ୱର ସହରଠାରୁ ପ୍ରାୟ 10-12 କିଲୋମିଟର ଦୂରରେ ଅବସ୍ଥିତ। ଏହି ମନ୍ଦିରଟି ଏକ ଶାନ୍ତ ଏବଂ ପ୍ରାକୃତିକ ପରିବେଶ ମଧ୍ୟରେ ଅବସ୍ଥିତ, ଯାହା ଭକ୍ତମାନଙ୍କୁ ଆଧ୍ୟାତ୍ମିକ ଶାନ୍ତି ପ୍ରଦାନ କରିଥାଏ। ପ୍ରମୁଖ ପର୍ବପର୍ବାଣୀ ମହାଶିବରାତ୍ରି, ଜାଗର। ଏଠାରେ ଜାଗର ମେଳା ଅତ୍ୟନ୍ତ ଧୁମଧାମରେ ପାଳନ କରାଯାଏ। ହଜାର ହଜାର ଶ୍ରଦ୍ଧାଳୁ ମହାଦେବଙ୍କ ଦର୍ଶନ ପାଇଁ ଏଠାକୁ ଆସିଥାନ୍ତି। ଶ୍ରାବଣ ସୋମବାର। ଶ୍ରାବଣ ମାସରେ କାଉଡ଼ିଆମାନେ ଜଳାଭିଷେକ କରିବା ପାଇଁ ଏଠାରେ ପ୍ରବଳ ଭିଡ଼ ଜମାନ୍ତି। ବାବା ମଣିନାଗେଶ୍ୱରଙ୍କ ଏହି ପୀଠ ବାଲେଶ୍ୱରର ଗୌରବ ଏବଂ ପର୍ଯ୍ୟଟକମାନଙ୍କ ପାଇଁ ଏକ ଆକର୍ଷଣୀୟ ସ୍ଥାନ। ଆପଣ କ'ଣ ଏହି ମନ୍ଦିର ପରିଦର୍ଶନ କରିବା ପାଇଁ ବାଲେଶ୍ୱରରୁ ଯିବା ଆସିବା ସୁବିଧା ବିଷୟରେ ଜାଣିବାକୁ ଚାହାନ୍ତି?